हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नीलाद्रिकन्दरानन्दी मन्दरालय वन्दितं वन्दे वन्दारुमन्दारं इंदिरा मंदिरं मह इंदिरा मंदिरं मह। बुरी महापुरुष अच्युतानंद जी की शुद्धि जनी ज्ञानी गुणी मंडली आज अध्याय आलोचना को आपण मानक स्वागत जनाऊँ। आज मालिका वचन आलोचन आलोचना करने जाऊँचे महापुरुष अच्युतानंद को शिष्य रामचंद्र पचारुचंदी गुरुदेव कलिजुगर भविष्यतर कथा आगामी भविष्यत आपण केमिति जानुचंती मु कहीं जानिपारु नाही। भविष्यत घटनावली गुड़िक जानापी हेले कौन करिया को पड़िबो आमको क्यों विधि अवलंबन करिया को पड़िबो। ज्ञानी गुणीमंडली सुधेयानी ये घोर कलिकल्प रक्षा पाइबापी क्यों विधि रे आमको चलिया को पड़िबो। शिष्य रामचंद्र पचारचनी महापुरुष अच्युत कहउचंदी बोले बेनिकर जोड़ी बोलंती बारंग सुण विश्वतात मोरा क्यों राजा अंके कि फल होइब कह पंच तत्व सार कह पंच तत्व सार हे सुजने कह पंच तत्व सार कह पंच तत्व सार हे सुजने कह पंच तत्व सार। शिष्य बारंग आगे महापुरुष शिशु अनंत कहउचने मालिकार नाम है पोट्टा मडाण। मालिकार नाम है पोट्टा मडाण। ये पोट्टा मडाण रे शिशु अनंत तंग शिष्य बारंग आगे कहउचनी शिशु अनंतर जन्मस्थान हूँ कौटी ना बालीपाटना खोर्धा जिला बालीपाटना शिशु अनंतर जन्मस्थान कुशभद्रा कूले शिशु अनंत रही कुशभद्रा कूले बोले शिष्यर भकति देखिन अनंत बोलंती हेमंत वाणी बोलंती हेमंत वाणी हे सुजने बोलंती हेमंत वाणी जेऊ अंके जेऊ फड़ब फलटी कहवा तो तेव खाणी सोना सुजने गुणी बेल काल आसिलाणी हे सुण सुजने गुणी। बाबूरे क्यों अंकरे आग को कौन घटब मुझे कहूँ तो शुणिनी जो अंके जो फड़ब फलटी कहवा तोते बखाणी केतबेले कौन घटब ना सेही बाणी तोते बुझाई कहवा शुण रे वत्स आंभर बाउल शुण हे वत्स आंभर तत्व कल्प निधि विधान अवधि जेऊ बाणी अटे सार। जय जगन्नाथ जय जगन्नाथ जय जगन्नाथ जय जगन्नाथ बोले तत्व कल्प निधि विधान अवधि जेऊ बाणी अटे सार जो बाणी हूँ सार बाणी वज्र बाणी केवे टलिब नाही ए कथा निश्चय होइब दिने ताकि रही भरोसा करी भकत माने। अच्युतानंद महापुरुष लिखिचंदी मालिकार नाम शिवकल्प नवखंड निर्घंटरे कहले पूर्ण हे लीला राम हरि हरि घोषा पूर्ण हे लीला राम हरि हरि घोषा पदार
ବିନ୍ଧରେ ସଦା ଶରଣ ତୁ ପସ ଆହା ପଦାର ବିନ୍ଦରେ ସଦା ଶରଣ ତୁ ପସ ସଦାର ବିନ୍ଦରେ ସଦା ଶରଣ ତୁ ପସ ପ୍ରଭୁଙ୍କର ଲୀଳା ପୂର୍ଣ୍ଣ ହେବ ରାମରେ ତୁ ହରି ହରି ଘୋଷୁଥା ପ୍ରଭୁଙ୍କ ନାମ ଘୋଷୁଥା ଆଉ ପଦାର ବିନ୍ଦରେ ତୁ ମନୋନିବେଶ ସଦା ସର୍ବଦା କଥା ଆଉ ସଂସାର ବାରିଧି ବ୍ୟାଧି କ୍ଷଣେ ନାଶ ଜୀବ ସଂସାର ବାରିଧି ବ୍ୟାଧି କ୍ଷଣେ ନାଶ ଜୀବ ଅଚ୍ୟୁତ ନିର୍ଘଣ୍ଟ ଲେଖେ ଭାବି ରାଧା ଧବ ଆହା ଅଚ୍ୟୁତ ନିର୍ଘଣ୍ଟ ଲେଖେ ଭାବି ରାଧା ଧବ ଅଚ୍ୟୁତ ନିର୍ଘଣ୍ଟ ଲେଖେ ଭାବି ରାଧା ଧବ ଅଚ୍ୟୁତାନନ୍ଦ ମହାପୁରୁଷ କହୁଛନ୍ତି ବାବୁରେ ମୁଁ ସେ ପ୍ରଭୁଙ୍କ ଠାରେ ନିବେଶ କର ମନୋନିବେଶ କର ସଂସାର ବାରିଧି ବ୍ୟାଧି କ୍ଷଣେ ନାଶ ଯିବ ଏ ସଂସାରର ବାରିଧି ବ୍ୟାଧି ରହିବ ନାହିଁ ତୋଠାରେ ନାଶ ହେଇଯିବ ପ୍ରଭୁଙ୍କୁ ଡାକୁଥା ତେଣୁ ଶିଶୁ ଅନନ୍ତ ସେଇ କଥା କହିଲେ ଦିନାତ୍ରୟ କଳ୍ପ ହେମନ୍ତ ହୋଇବ ମାନିଥା ମୋର ବଚନ ପଞ୍ଚତତ୍ଵ ମଧ୍ୟେ ଏ ସାଧନ ବିଧି ଶୁଣତୁ ଆମ୍ଭ ନନ୍ଦନ ଶୁଣତୁ ଆମ୍ଭ ନନ୍ଦନ ହେ ସୁଜନେ ଶୁଣତୁ ଆମ୍ଭ ନନ୍ଦନ ଶୁଣତୁ ଆମ୍ଭ ନନ୍ଦନ ହେ ସୁଜନେ ଶୁଣତୁ ଆମ୍ଭ ନନ୍ଦନ ଶିଶୁ ଅନନ୍ତ ମାଳିକାର ନାମ ପଟ୍ଟାମଡ଼ାନରେ କହୁଛନ୍ତି ହେ ଜ୍ଞାନୀ ଗୁଣୀ ମଣ୍ଡଳୀ କ'ଣ ତାଙ୍କ ଶିଷ୍ୟ ବାରଙ୍ଗରେ ମୁଁ କ'ଣ ତତେ କହିବି ତୁ ବି ଜାଣିପାରିବୁ ଆଗାମୀ ଭବିଷ୍ୟତକୁ ତୁ ଜାଣିପାରିବୁ କିନ୍ତୁ ତାର ବିଧି ଦରକାର କହିଲେ ଏମନ୍ତ ବିଧି ଯଦି କରିବୁ ପଞ୍ଚତତ୍ଵ ମଧ୍ୟରେ ଏ ସାଧନ ବିଧି ଶୁଣତୁ ଆମ୍ଭ ନନ୍ଦନ ସାଧନ ବିଧି ଯଦି ଜାଣିଥିବ ନା ଆଗାମୀ ଭବିଷ୍ୟତରେ କ'ଣ କ'ଣ ଘଟଣାବଳୀ ଘଟିବାକୁ ଯାଉଛି ନିକଟ ଭବିଷ୍ୟତରେ ତୋତେ ମଧ୍ୟ ତାର ଆଭାସ ମିଳିବ ତୁ ଆଭାସ କିଛି ପାଇବୁ ନା ଗୁରୁଦେବ ସେଇଟା ମୋତେ ଟିକେ ବତଉନାହାନ୍ତି ସେ ସାଧନା ବିଧି ଅଙ୍କ କେଉଁ ଅଙ୍କରେ କ'ଣ କ'ଣ ଘଟଣା ଗୁଡ଼ିକ ଆଗକୁ ଘଟିବ ମୁଁ କେମିତି ଜାଣିପାରିବି ମହାପୁରୁଷ ଶିଶୁ ଅନନ୍ତ ବତେଇଛନ୍ତି ବୋଲି ମହାପୁରୁଷ ଶିଶୁ ଅନନ୍ତ କି କ'ଣ ବତେଇଛନ୍ତି ବୋଲେ ଆସନ ମାଡ଼ିଣ ବସିବୁ ଏକାନ୍ତ ସ୍ଥାନରେ ନିରୋଳେ ଯାଇ ପଦ୍ମାସନ ସୁସ୍ଥ ଅମର ହୋଇଲେ ପ୍ରଗାଢ଼ ତପସ୍ୟା ଏଇ ପ୍ରଗାଢ଼ ତପସ୍ୟା ହୋଇ ହେ ସୁଜନେ ପ୍ରଗାଢ଼ ତପସ୍ୟା ଏହି ପ୍ରକାର ତପସ୍ୟା ଏହି ହେ ସୁଜନେ ପ୍ରକାର ତପସ୍ୟା ଏହି ଶିଶୁ ଆନନ୍ଦ କହୁଛନ୍ତି ବାରଙ୍ଗୁ ବାବୁରେ ଆସନ ମାଡ଼ିଣ ବସିବୁ ଏକାନ୍ତ ସ୍ଥାନରେ ନିରୋଳ ଯାଇ ଏକାନ୍ତ ସ୍ଥାନ ଗୋଟା ଖୋଜିବୁ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧୀଜନ ଆପଣମାନେ ଦେଖିଥିବେ ଆମର ଅନ୍ତରାତ୍ମା ବେଳେବେଳେ ଚାହେଁ କ'ଣ ଚାହେଁ କେତେବେଳେ ଚାହେଁ ଅନ୍ତରାତ୍ମା ଚାହେଁ ଏକାନ୍ତ ନିରୋଳା କେତେବେଳେ ପରିବାର ଭିତରେ ଘରେ ଅଛେ କଳିକଜିଆ ସ୍ୱାମୀ ସ୍ତ୍ରୀ ଭିତରେ ହେଲା କି ଛୁଆମାନେ କଥା ମାନିଲେ ନାହିଁ କି କେତେବେଳେ ଅଶାନ୍ତିମୟ ପରିବାରରେ ସୃଷ୍ଟି ହେଲା ପରିସ୍ଥିତି ସେତେବେଳେ ଆମ ଅନ୍ତରାତ୍ମା ଚାହେଁନି ନାଇଁ ଯାଉଛି ଟିକେ ପଳେଇବା ନିରୋଳା ଜାଗାକୁ ଟିକେ ପଳେଇବା ସେତେବେଳେ ଆମେ କ'ଣ କରନ୍ତି କୌଣସି ପାର୍କକୁ ପଳେଇ ଯାଆନ୍ତି କୌଣସି ମନ୍ଦିରକୁ ପଳେଇ ଯାଆନ୍ତି କୌଣସି ସାଧୁ ଆଶ୍ରମକୁ ଯିବା ପାଇଁ ଆମ ମନ ବଳାଏ ମଠ ମନ୍ଦିର ଯିବାକୁ ଆମ ଅନ୍ତରାତ୍ମା କହେନି ଅନ୍ତରାତ୍ମା ଭିତରୁ ସେ ଚାହେଁ ଏ ଜାଗାକୁ ଯିବାକୁ ଆମେ ମନ ବଳାନ୍ତି ସେତେବେଳେ ଅଶାନ୍ତିମୟ ପରିସ୍ଥିତି ଯେତେବେଳେ ପରିବାର ସୃଷ୍ଟି ହୁଏ ସେତେବେଳେ ଆମ ଅନ୍ତରାତ୍ମା ଚାହେଁ ଗୋଟେ ନିରୋଳା ଏକାନ୍ତ ସ୍ଥାନକୁ ଯିବା ପାଇଁ ତ ସେଇଭଳି ଶିଶୁ ଅନନ୍ତ କହୁଛନ୍ତି ବାରଙ୍ଗରେ ଏ ସାଧନା ବିଧି ହେଉଛି ଏଇଆ ସାଧନାଟା ନିରୋଳାରେ ଏକାନ୍ତରେ କରାଯିବା ଦରକାର ମନେ ରଖନ୍ତି କଥା ଅନେକ ଅଛନ୍ତି ନିଜ ସାଧନାକୁ ପ୍ରକାଶ କରିଦିଅନ୍ତି ମୁଁ କେଉଁ ସାଧନା କରିଛି ମୁଁ କ'ଣ ଜପ କରୁଛି ମୁଁ କେଉଁ ଠାକୁରଙ୍କୁ ପୂଜା କରୁଛି ମୁଁ କେଉଁ ମନ୍ତ୍ର ଜପ କରୁଛି
ଅନେକ ଲୋକ ଅଛନ୍ତି ସଂସାରରେ ଦେଖାଣିଆ ହେଇକି କହିଦିଅନ୍ତି, ନା କହିବା ଉଚିତ ନୁହେଁ। ଅବମାନ ତପଦାନ ମନ୍ତ୍ର ମୈଥୁନ ଭେଷଜ ଆୟୁର ରୋଗ ଗୃହ ଛିଦ୍ର ନବକର୍ମାଣୀ ଗୋପୟେତ୍। ଶାସ୍ତ୍ର କହନ୍ତି ଏ 9ଟା କର୍ମକୁ ସବୁବେଳେ ଗୋପନରେ ଅର୍ଥାତ୍ ଗୁପ୍ତରେ ତୁମେ ମାନେ ରଖିବ ରେ କଳିଯୁଗର ମଣିଷ। କ'ଣ କ'ଣ ନା ଅପମାନ ତପଦାନ। ଅପମାନ ଯଦି କେଉଁଠୁ ପାଇଛି ତାକୁ ଗୁପ୍ତରେ ରଖିବା, ଆଉ କହିବେନି। ତପ ଜୀବନରେ ତପସ୍ୟା କ'ଣ କରୁଛି, କେଉଁ ଦେବତାଙ୍କୁ ପୂଜା କରୁଛି, କେଉଁ ଦେବତାଙ୍କୁ ଧ୍ୟାନ କରୁଛି, କେଉଁ ମନ୍ତ୍ରରେ ପୂଜା କରୁଛି, କେତେବେଳେ ପୂଜା କରୁଛି, ଏ ତପସ୍ୟା ବିଷୟରେ କାହାକୁ ଆପଣ କହିବେ ନାହିଁ ଯେ ପର୍ଯ୍ୟନ୍ତ ତପସ୍ୟାରେ ଆପଣ ସିଦ୍ଧି ମିଳିନାହିଁ, ତପସ୍ୟା ସଫଳରେ ପର୍ଯ୍ୟନ୍ତ ହୋଇଛି ସେ ପର୍ଯ୍ୟନ୍ତ କାହାକୁ କହିବା ଉଚିତ ନୁହେଁ। ବିଘ୍ନ ବାଧା ସୃଷ୍ଟି ହେବ। ମହାପୁରୁଷ ଲେଖିଛନ୍ତି ଲୋକ ଦେଖାଣିଆ ଭକତି କରିଲେ ସାଧନା ସିଦ୍ଧି ନୁହଁ। ଲୋକ ଦେଖାଣିଆ ଆପଣ କରିବେ ନାହିଁ ଭକ୍ତି, ଆଉ ଲୋକ ଦେଖାଣିଆ ଭକ୍ତି କ'ଣ ବୁଝିଲେ। ତେଣୁ ସେଇଥିପାଇଁ ମହାପୁରୁଷ କହୁଛନ୍ତି ଏକାନ୍ତ ସ୍ଥାନକୁ ଆପଣ ଯିବେ ନିରୋଳା ଯାଇ କ'ଣ କରିବେ, ପଦ୍ମାସନ ସୁତ ଅମର ହୋଇଲେ ପ୍ରଗାଢ଼ ତପସ୍ୟାଇ। କେଉଁ ଦେବତାଙ୍କୁ ପୂଜା କରିବା ପଛ କଥା, ପ୍ରଥମେ ଆସନ ସିଦ୍ଧି କରିବେ। ଜିତାସନ ଆସନ ଜିତ ରେ ମଣିଷ, ଯଦି ସାଧନାରେ ସିଦ୍ଧି ପାଇବାକୁ ଚାହୁଁଛୁ ତାହେଲେ ଜିତାସନ, ତୁ ଆସନକୁ ଆଗେ ଜିତ୍। ଅନେକ ପ୍ରକାର ଆସନ ରହିଛି, ଜ୍ଞାନୀ ଗୁଣୀମାନେ ଅନେକ ଆସନ ଭିତରୁ ମହାପୁରୁଷ ଶିଶୁ ଅନନ୍ତ କହୁଛନ୍ତି ପଦ୍ମାସନ ହେଉଛି ଶ୍ରେଷ୍ଠ। ବଜ୍ରାସନ ଅଛି, ସୁଖାସନ ଅଛି, ଅନେକ ଆସନ ରହିଛି। ଯେଭଳି ମହାପୁରୁଷ କହୁଛନ୍ତି ପଦ୍ମାସନ ହେଉଛି ଶ୍ରେଷ୍ଠ। ଆପଣ ପଦ୍ମାସନରେ ବହୁତ ସମୟ ବସିବା ପାଇଁ ଚେଷ୍ଟା କରିବା, ସହଜ ହେବ ନାହିଁ। ଏଇ ଯେଉଁ ଆସନ ଆମେ ବସେ ସୁଖାସନ, କିନ୍ତୁ ପଦ୍ମାସନ ହେଉଛି କ'ଣ ନା ଆପଣ ଜାଣିଥିବେ ପଦ୍ମାସନ କେମିତି ବସିବାକୁ ହୁଏ। ସେ ପଦ୍ମାସନରେ ପ୍ରଥମେ ମିନିଟ୍ 2 ମିନିଟ୍ ବଢ଼େଇକି 3 ମିନିଟ୍ 4 ମିନିଟ୍ 5 ମିନିଟ୍ 10 ମିନିଟ୍ 15 ମିନିଟ୍ ଅଧଘଣ୍ଟା ଘଣ୍ଟେ 2 ଘଣ୍ଟା ଏଇଭଳି ଅନେକ ସମୟ ପଦ୍ମାସନ ବସିବା ପାଇଁ ଆପଣ ସେ ସିଦ୍ଧା ସାଧନା କରିବେ। ଆଉ କ'ଣ କରିବେ ନା ପୃଥ୍ୱୀ ତତ୍ତ୍ୱ ବୋଲି ଯାହାକୁ କହନ୍ତି ଆସନ ନିୟମ ସାର, ସେହି ତତ୍ତ୍ୱ ପୋତା ସିଦ୍ଧି ହୋଇଗଲେ ହୋଇବ ତୁ ଅଜରାମର, ହୋଇବ ତୁ ଅଜରାମର ହେ ସୁଜନେ ହୋଇବୁ ତୁ ଅଜରାମର, ହୋଇବୁ ତୁ ଅଜରାମର ହେ ସୁଜନେ ହୋଇବୁ ତୁ ଅଜରାମର। ଆସନ ସିଦ୍ଧିକି କହନ୍ତି ପୃଥ୍ୱୀ ତତ୍ତ୍ୱ ସାଧନା, ମାଟି ତତ୍ତ୍ୱ ସାଧନାକୁ କହନ୍ତି। ଯେ ପର୍ଯ୍ୟନ୍ତ ପଞ୍ଚ ତତ୍ତ୍ୱ ତୁ ଶରୀର ଭିତରେ କ'ଣ ନା ସ୍ଥିର ନ ହେଇଛନ୍ତି, ପଞ୍ଚଭୂତ ପୃଥିବୀ ଅଗ୍ନି ବାୟୁ ଜଳ ଆକାଶ ପଞ୍ଚ ତତ୍ତ୍ୱରେ ଆମର ଶରୀର ଗଢ଼ା, ଏ ପଞ୍ଚତତ୍ତ୍ୱ ଯେ ପର୍ଯ୍ୟନ୍ତ ସ୍ଥିର ଆମ ଶରୀର ନ ହେଇଛନ୍ତି ସେ ପର୍ଯ୍ୟନ୍ତ ସାଧନା ସିଦ୍ଧି ହେବ ନାହିଁ, ବୁଝିଲେ। ସେ ଭଜନ ଭଗବାନଙ୍କ ପାଖରେ ପହଞ୍ଚିବ ନାହିଁ, ଉପାସନା ଚରିତାର୍ଥ ହେବ ନାହିଁ। ତେଣୁ ମହାପୁରୁଷ କହୁଛନ୍ତି ଇଏ ହେଲା ପୃଥ୍ୱୀ ତତ୍ତ୍ୱ, ଆଗେ ଆକୁ ସାଧନା କର, ଆସନ ଶୁଦ୍ଧି ହେଲେ କାହିଁକି ପୃଥ୍ୱୀ ତତ୍ତ୍ୱ ତୋର ସ୍ଥିର ହେଲା ତୋ ଶରୀର ଭିତରେ। ଆଉ ସେହି ତତ୍ତ୍ୱ ପୁତା ସିଦ୍ଧି ହୋଇଗଲେ ହୋଇବୁ ତୁ ଅଜରାମର। ଇଏ ପୃଥ୍ୱୀ ତତ୍ତ୍ୱ ଯଦି ସାଧନାରେ ସିଦ୍ଧି ହେଇଗଲା, ସ୍ଥିର ହେଇଗଲା, ଅଜରାମର ଅମର ହେଇଯିବ। ପୁଣି କହିଲେ ଦ୍ୱାଦଶ ଦିନରେ ପଟ ବଦଳାଇ ବ୍ରହ୍ମ ମନ୍ତ୍ର ଜପ ଥିବ, ହେମନ୍ତ କାଳରେ ନିରାହାର ମଧ୍ୟେ କିଛି ଦିନ ତୁ କାଟିବୁ, କିଛି ଦିନ ତୁ କାଟିବୁ ହେ ସୁଜନେ କିଛି ଦିନ ତୁ କାଟିବୁ, କିଛି ଦିନ ତୁ କାଟିବୁ ହେ ସୁଜନେ କିଛି ଦିନ ତୁ କାଟିବୁ। ପୁଣି କ'ଣ କରିବୁ ନା ପଟ ବଦଳାଇ କେତେ ଦିନରେ 12 ଦିନ, 12 ଦିନ କାଳ ତତେ ଲାଗିବ, 12 ଦିନ ସମୟ ଲାଗିବ ଏ ପଦ୍ମାସନକୁ ସିଦ୍ଧି କରିବା ପାଇଁ। ସେତେବେଳେ କ'ଣ କରିବୁ ନା ଏମନ୍ତ କାଳରେ ନିରାହାର ମଧ୍ୟ କିଛି ଦିନ ତୁ କାଟିବୁ। ଅନେକ ଲୋକ ଆପଣ ଦେଖିଥିବେ କ'ଣ ନା ଉଦୟ ପୂର୍ବରୁ କରିବ ସ୍ନାନ, ଅସ୍ତ ପୂର୍ବରୁ କରିବ ଭୋଜନ। ମହିମା ଧର୍ମରେ ଯେଉଁମାନେ ଅଛନ୍ତି ଅନେକ ସମ୍ପ୍ରଦାୟର ଅନୁଗାମୀମାନେ ସେମାନେ କ'ଣ କରନ୍ତି ନା ଉଦୟ ପୂର୍ବରୁ ଗାଧେଇ ପଡ଼ନ୍ତି। କିଏ ଉଦୟ ନା ସୂର୍ଯ୍ୟ ଉଦୟ ପୂର୍ବରୁ, ଏବଂ
ଅସ୍ତ ପୂର୍ବରୁ କରିବ ଭୋଜନ, ସୂର୍ଯ୍ୟାସ୍ତ ପୂର୍ବରୁ ସେମାନେ ଖାଇଦିଅନ୍ତି। ସୂର୍ଯ୍ୟ ଅସ୍ତ ପରେ ଆଉ ଭୋଜନ ଗ୍ରହଣ କରନ୍ତି ନାହିଁ। ଏ ନିୟମ ଏ ବିଧି ସେମାନେ ମାନିକି ଚଳନ୍ତି ନି। କାହିଁକି ଅସ୍ତ ପୂର୍ବରୁ କାହିଁକି ଭୋଜନ କରିଦେବା ଦରକାର? ବୋଲିଏ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଜୟ। ସୂର୍ଯ୍ୟ ଯେତେବେଳେ ଅନୁପସ୍ଥିତ ହେଇ ରହିବେ ନା, ସେତେବେଳେ କ'ଣ ହୁଏ ନା ଏ ସଂସାର ଏ ପୃଥିବୀ ସେତେବେଳେ ଜୀବାଣୁରେ କ'ଣ ନା ପରିବ୍ୟାପ୍ତ ହେଇଯାଏ। ଅନେକ ପ୍ରକାର ଜୀବାଣୁ ଗୁଡ଼ିକ ପରିବ୍ୟାପ୍ତ ହେଇଯାଆନ୍ତି। ତେଣୁ ଖାଦ୍ୟ ପଦାର୍ଥ ଆମେ ଖାଇବା ତ ଜ୍ଞାନୀ ଗୁଣିମଣ୍ଡଳୀ ହେ ଶୋଧିଜାନି ଓ ରୋଗ ବ୍ୟାଧି ବେଶୀ ଶରୀରରେ ଦେଖାଦେବ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ରାତିରେ ଅସୁରମାନେ ଭୋଜନ କରନ୍ତି, ଦେବତାମାନେ ନୁହନ୍ତି। ତ ସେଇଥିପାଇଁ ପ୍ରକୃତିର ନିୟମକୁ ମାନିକି ପଶୁ ପକ୍ଷୀ ଜୀବଜନ୍ତୁ ମାନେ ଦିନ ବେଳା ହିଁ ଖାଇକି ରାତିରେ କେବଳ ବିଶ୍ରାମ ନିଅନ୍ତି ନାହିଁ। ତେଣୁ ଦିନ ବେଳା ଭୋଜନ କରିନେବା ଦରକାର। ଆହୁରି ଅନ୍ୟ ଅର୍ଥରେ ବିଜ୍ଞାନ ଦୃଷ୍ଟିରୁ ଯଦି ଦେଖିବା ନା, ଇଏ ଗଲା ଆଧ୍ୟାତ୍ମିକ ମତ। କିନ୍ତୁ ବିଜ୍ଞାନ ଦୃଷ୍ଟିରୁ ଯଦି ଦେଖିବା ତାହେଲେ ବିଜ୍ଞାନର ମତ ହେଲା ରାତିରେ ଯଦି ଆମେ ଖାଇଦେବା, ଖାଇଲେ କ'ଣ ହେବ ନା ଓଜନିଆ ଆସର ଲାଗିବ। ରାତିରେ ଆମକୁ ତ କାମ କରିବାକୁ ପଡ଼େ ନାହିଁ, ନା କେଉଁଠି ଯାଇକି ବିଲ ହାଣୁଛେ, ନା କେଉଁଠି ବୋଝ ମୁଣ୍ଡଉଛେ, ନା କେଉଁଠି ଅଫିସରେ କାମ କରୁଛେ। ରାତିରେ ଶୋଇବା, ବଡି ରେଷ୍ଟ, ବିଶ୍ରାମ ନେଲା। ସେତେବେଳେ ଖାଦ୍ୟ ସିନା କାମ କଲେ ଖାଦ୍ୟ ଶୀଘ୍ର ହଜମ ହେବ। ତେଣୁ ମହାପୁରୁଷ କହିଲେ ରାତିରେ ଯେତେବେଳେ ଆପଣ ନ ଖାଇବେ, ସକାଳୁ ଶୀଘ୍ର ଆପଣ ଉଠିପାରିବେ। ଶରୀର ଓଜନ ଲାଗିବ ନାହିଁ, ହାଲକା ହାଲକା ଶରୀର ଲାଗିବ। ତେଣୁ ବ୍ରାହ୍ମ ମୁହୂର୍ତ୍ତରୁ ଅଟୋମେଟିକ୍ ଶଯ୍ୟା ତ୍ୟାଗ ହେଇଯିବ। ମହାପୁରୁଷ ପୁଣି କହିଲେ କ'ଣ କରିବ? ଏମନ୍ତ କାଳରେ ନିରାହାର ମଧ୍ୟ କିଛି ଦିନ ତୁ କାଟିବୁ। କିଛି ଦିନ ନିରାହାର ତ କରିବୁ। ଅନେକ ବ୍ରତ ଅଛି, ଚାନ୍ଦ୍ରାୟଣ ତପ। ଏ ଚାନ୍ଦ୍ରାୟଣ ତପରେ ଚନ୍ଦ୍ର ଯେତେବେଳେ ପୂର୍ଣ୍ଣ ଚନ୍ଦ୍ର ଥାଆନ୍ତି ପୁରା କରି ଖାଇବା। ଚନ୍ଦ୍ର ଧୀରେ ଧୀରେ କମ୍ କମ୍ ହେଇଯିବେ, ମୁଠାଏ କିଛି 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 କମେଇ କମେଇ ଯେଉଁଦିନ ଅମାବାସ୍ୟା ହେଇଯିବ ସେଦିନ ପୁରା କିଛି ଖାଇବା ନାହିଁ। ପୁଣି ଅମାବାସ୍ୟାର ପ୍ରତିପଦା ଦିନଠାରୁ ପୁଣି ଅଳ୍ପ ଅଳ୍ପ କରି ଖାଇ 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 ପୂର୍ଣ୍ଣିମା ଦିନ ପୂର୍ଣ୍ଣ ଗ୍ରାସ କରିବା ଆମେ। ଚନ୍ଦ୍ରାୟଣ ବ୍ରତ ଆକୁ କହନ୍ତି, ଚାନ୍ଦ୍ରାୟଣ ବ୍ରତ ବା ଚାନ୍ଦ୍ରାୟଣ ତପ ଆପଣ କରିପାରିବେ। ମହାପୁରୁଷ ପୁଣି କହିଛନ୍ତି ବାବୁରେ, ଲିମ୍ବ ପତ୍ର ଭକ୍ଷୀ ବଞ୍ଚିବ କୁମାର, ଏ ଅଟେ କଳପ ସାର। ଏ ଅଟେ କଳପ ସାର ହେ ସୁଜନେ, ଏ ଅଟେ କଳପ ସାର। ମଧୁର ଦ୍ରବ୍ୟକୁ ସଦାବର ଯିବୁ, ହେବୁ ତୁ ଯୋଗୀ ପ୍ରବର। ଶୁଣା ସୁଜନେ ଗୁଣି ବେଳ କାଳ ଆସି ଲାଣି ହେ ଶୁଣ ସୁଜନେ ଗୁଣି। ଅଚ୍ୟୁତ ମହାପୁରୁଷ ଯାହା କହିଥିଲେ ଶିଶୁ ଅନନ୍ତ ମାଳିକାର ନାମ ପଟ୍ଟାମଡ଼ାଣରେ କହିଲେ, ହେ ବାରଙ୍ଗ କ'ଣ କରିବୁ? ଲିମ୍ବ ପତ୍ର ଭକ୍ଷୀ ବଞ୍ଚିବୁ କୁମର, ଏ ଅଟେ କଳପ ସାର। ଲିମ୍ବ ପତ୍ର ଖାଇକି ତୁ ବଞ୍ଚିବୁ। କିନ୍ତୁ ଜଣେ ଗୃହସ୍ଥ ପକ୍ଷରେ, ଗୃହସ୍ଥୀ ପକ୍ଷରେ ଯେ ଗୃହସ୍ଥ ଆଶ୍ରମ ଅଛନ୍ତି, ସଂସାର କରିଛନ୍ତି, ତାଙ୍କ ପକ୍ଷରେ ହୁଏଟା ଲିମ୍ବ ପତ୍ର ବେଶୀ ଖାଇବା ଅନୁଚିତ। ଏ ପିତା ଖାଇବା ଅନୁଚିତ, ବେଶୀ ଖାଇବା ଉଚିତ ନୁହେଁ। କିନ୍ତୁ ଯେଉଁମାନେ ସାଧନା ମାର୍ଗରେ ଯାଉଛନ୍ତି, ସାଧନା ମାର୍ଗରେ ଯେଉଁମାନେ ଅଗ୍ରଗାମୀ କରୁଛନ୍ତି, ସେ ସାଧନାରେ ସିଦ୍ଧି ପାଇବାକୁ ହେଲେ କ'ଣ କରିବେ? ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରିବାକୁ ପଡ଼ିବ। ତ ସେଇଥିପାଇଁ ମହାପୁରୁଷ କହୁଛନ୍ତି ଲିମ୍ବପତ୍ର ଭକ୍ଷଣ କଲେ ବ୍ରହ୍ମଚର୍ଯ୍ୟ ଆପଣ ଧାରଣ କରି ରହିପାରିବେ। ସହଜ ହେବ ଧାରଣ କରିବା ପାଇଁ ବ୍ରହ୍ମଚର୍ଯ୍ୟ ବ୍ରତ। ତେଣୁ ଲିମ୍ବପତ୍ର ଖାଇ ବଞ୍ଚିବ କୁମାର, ଏ ଅଟେ କଳପ ସାର। ମଧୁର ଦ୍ରବ୍ୟକୁ ସଦାବର ଯିବୁ, ହେବୁ ତୁ ଯୋଗୀ ପ୍ରବର। ମଧୁର କହିଲେ ମିଠା ଜିନିଷ ଖାଇବ ନାହିଁ। ଏ ସାଧନା କ୍ରମରେ ମିଠା, ଏ ସଂସାରରେ ଜ୍ଞାନୀ ଗୁଣିମଣ୍ଡଳୀ ଦୁଇଟା ହେଉଛି ଧଳା ବିଷ। ଦୁଇଟି ପଦାର୍ଥ ହେଉଛି ଧଳା ବିଷ, ଧଳା ଜହର। କ'ଣ ନା ଗୋଟେ ହେଉଛି ଲୁଣ, ଦ୍ୱିତୀୟ ହେଉଛି ଚିନି ବା ମିଠା। ତେଣୁ ସାଧନା ମାର୍ଗରେ ପ୍ରଥମେ ଲୁଣ କମ୍ କରିବା ଦରକାର, ଲୁଣକୁ ତ୍ୟାଗ କରିବା ଦରକାର, ଅସ୍ୱାଦ ଭକ୍ଷଣ କରିବା ଦରକାର। ଦ୍ୱିତୀୟ ହେଉଛି କ'ଣ? ଚିନି, ମିଠା ଖାଇବା ନାହିଁ। ବୁଝିଲେ? ଏ ଦୁଇଟା ହେଉଛି ଧଳା ଜହର। ଏ ଦୁଇଟାକୁ ଆପଣ କ'ଣ କରିବେ? କମ୍ ଖାଇବେ ଯେତେ ଉତ୍ତମ। ଆଉ ପୁଣି କହିଛନ୍ତି କ୍ରମ କ୍ରମ କରି ସାଧିବୁ ଏ ସାଧ୍ୟ, ପଞ୍ଚତତ୍ୱର ନିୟମ, ପଞ୍ଚତତ୍ୱର ନିୟମ ହେ ସୁଜନେ, ପଞ୍ଚତତ୍ୱର ନିୟମ। ଯମ ନିୟମକୁ ପାଳିଲେ ପୁତାରେ, ପୂର୍ଣ୍ଣ ହେବ ମନସ୍କାମ। ଶୁଣ ସୁଜନେ ଗୁଣି
ବେଳ କାଳ ଆସି ଲାଡ଼ି ହେ ଶୁଣ ସୁଜନେ ଗୁଣି। ଜ୍ଞାନୀ ଗୁଣିମଣ୍ଡଳୀ ସୁଧୀଜାନୀ ମହାପୁରୁଷ କହୁଛନ୍ତି କ୍ରମେ କ୍ରମେ କରି ସାଧିବୁ ଏ ସାଧ୍ୟ ପଞ୍ଚତତ୍ଵର ନିୟମ ଆଉ ଯମ ନିୟମକୁ ପାଳିଲେ ପୁତାରେ ପୂର୍ଣ୍ଣ ହେବ ମନସ୍କାମ। ଯମ ନିୟମକୁ ତୁ ପାଳନ କରି ଚାଲିବୁ କ'ଣ ଆସନ ପ୍ରାଣାୟାମ ଆଉ ଧ୍ୟାନ ଧାରଣା ଏ ଯେଉଁ ଅଷ୍ଟାଙ୍ଗ ଯୋଗ ରହିଛି ଅଷ୍ଟାଙ୍ଗ ଯୋଗର ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧ୍ୟାନ ଧାରଣା ସମାଧି ନୁହେଁ। ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଆଉ କ'ଣ ନା ଆସନ ପ୍ରାଣାୟାମ ପ୍ରତ୍ୟାହାର ଧ୍ୟାନ ଧାରଣା ସମାଧି ଏ ଅଷ୍ଟାଙ୍ଗ ଯୋଗ ୟାକୁ ସାଧିଲେ ତୁ ଆଗତ ଭବିଷ୍ୟତର କଥା ଜାଣିପାରିବୁ। ଘରେ ମୋ ପାଖକୁ ଆସିବା ଦରକାର ନାହିଁ, ଘରେ ବସି ଆଗକୁ କ'ଣ ଘଟିବ ତୁ ଜାଣିପାରିବୁ ରେ ଧନ ଭବିଷ୍ୟତ କ'ଣ ହେବାକୁ ଯାଉଛି। ଜ୍ଞାନୀ ଗୁଣିମଣ୍ଡଳୀ ସୁଧୀଜାନୀ ଆହୁରି ଅନେକ କଥା ଏ ମାଟି ତତ୍ତ୍ୱ କଥା କହିଲି, ଆହୁରି 4ଟା ତତ୍ତ୍ୱକୁ କେମିତି ସାଧିବା ଆଗାମୀ ଅଧ୍ୟାୟରେ ଆମେ ଆଲୋଚନା କରିବା। ତ ଆସନ୍ତୁ ଆଜି ତ ସମୟ ହେଇଛି ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। କୃଷ୍ଣ କୃଷ୍ଣ ଗୋପୀନାଥ ଗୋକୁଳ ନନ୍ଦନ କୃଷ୍ଣ କୃଷ୍ଣ ଗୋପୀନାଥ ଗୋକୁଳ ନନ୍ଦନ ବୃନ୍ଦାବନ ଚନ୍ଦ୍ର ବ୍ରଜ ରମଣୀ ଜୀବନ ବୃନ୍ଦାବନ ଚନ୍ଦ୍ର ବ୍ରଜ ରମଣୀ ଜୀବନ ମଧୁର ଠାରୁ ମଧୁର ମଙ୍ଗଳୁ ମଙ୍ଗଳ ମଧୁର ଠାରୁ ମଧୁର ମଙ୍ଗଳୁ ମଙ୍ଗଳ ରାଧାକୃଷ୍ଣ ସାର ନାମ ସାର ସଂସାର କୃଷ୍ଣ କୃଷ୍ଣ ଗୋପୀନାଥ ଗୋକୁଳ ନନ୍ଦନ ବୃନ୍ଦାବନ ଚନ୍ଦ୍ର ବ୍ରଜ ରମଣୀ ଜୀବନ କୃଷ୍ଣ କୃଷ୍ଣ ଗୋପୀନାଥ ଗୋକୁଳ ନନ୍ଦନ ବୃନ୍ଦାବନ ଚନ୍ଦ୍ର ବ୍ରଜ ରମଣୀ ଜୀବନ। ସୁଧୀଜାନୀ ଜ୍ଞାନୀ ଗୁଣିମଣ୍ଡଳୀ ଆଜି ପାଇଁ ଆସନ୍ତୁ ବାଣୀକି ଏଠାରେ ବିରାମ ଦେବା, ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରିଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।